हरि ओम भूर्भुवः स्वः तत्सवितुर्वरेण्यं भर्गो देवस्य धीमहि धियो यो नः प्रचोदयात्। महाब्रह्म निर्विकल्पं पूर्णानंद मयं हरि सर्वघटेज अच्युत तस्य पदे नमाम्यहम् तस्य पदे नमाम्यहम्। बोलिए महापुरुष अच्युतानंद जी की शुद्धि यानी ज्ञानी गुणी मंडली। आज अध्यायर आलोचना को आपण मानक स्वागत जनाऊँ। आज मालिका वचन आलोचन आम आलोचना करने जाऊे गुरुतत्व कौन। अच्युतानंद महापुरुषंकर मालिका शास्त्र प्रमाण अनुसार गुरुतत्व कौन जग महापुरुष सुंदर भाव में कही भागवत कौन कहले ना आचार्यं मा बीजानीय नावमन्येत काहिचित् न मर्ते बुद्ध्या स्वयत् सर्वदेव मयो गुरु। कौन कहले ना केबेले जड़े शिष्य सुशिष्य गुरु को मरणशील बा मनुष्य बोली मने करिबा अनुचित। ये गुरुतत्व साधारण हाड़ मांसधारी शरीर भितरे जड़े सुशिष्य यदि होइतिबो से केबेले गुरु को एभली भाबिब नाही। हाड़ मांसर शरीर भितरे मो गुरु सीमित नुहंती कहीं ना गुरु कौन सी व्यक्ति विशेष नुहंती। गुरु को व्यक्ति बोली भाविबा नाही, गुरु को केवल मनुष्य बोली भाविबा नाही। साधारण हाड़ मांसर शरीर भितरे गुरु को सीमित करी रखिबा नाही। अनेक आपण देखिथिबे हे ज्ञानी गुणी मंडली जे गुरुंकर फोटो चित्र मूर्ति की घरे स्थापना करती, स्थापना करिकी ताको ही सब किछि भावंती। किंतु सुशिष्य सीए जी गुरुंक को चित्र मूर्ति बा प्रतिमा भितर सीमित करी रखे नाही। गुरु हेउचन गुरुंकर चित्र नुहे तांको चरित्रर पूजा करिबा दरकार। जने सुशिष्य आमे कहिबा ताको अच्युतानंद महापुरुष से मालिकारे कौन कहले सर्वांगे चंदन चिता लगाइण भंडे सर्वांगे चंदन चिता लगाइण भंडे कंठे माला पिंधि करी बुली बेटी दांडे कंठे माला बुंदी करी बुली बेटी दांडे कंठे माला पिंधि करी बुली बेटी दांडे। महापुरुष अच्युतानंद बाणी आमर कथा नुहे बुझे कहले अनेक अच्छा सर्वांगे चंदन चिता लगाइण भंडे कंठे माला पिंधि करी बुली बेटी दांडे। आज यार उदाहरण आज समाज रे बाकी नहीं। आ कौन करिवे सर्वांगे चंदन चिता लगाइण भंडे कंठे माला पिंधि करी बुली बेटी दांडे आ ओलुथिबे आम्भे अटो श्रीहरि भक्त बोलुथिबे आम्भे अटो श्रीहरि भक्त आम्भ ठारो दीक्षा निया होइब मुक्त आम्भ ठारू दीक्षा निया होइब मुक्त आम्भ ठारू दीक्षा निया होइब मुक्त। कौन कहले कहले बोलुथिबे आम्भे अटो श्रीहरि भक्त
ଆମ୍ଭଠାରୁ ଦୀକ୍ଷା ନିଅ ହୋଇବ ମୁକତ। କିନ୍ତୁ ହେ ସୁଧୀଜାନି ଜ୍ଞାନୀ ଗୁଣୀ ମଣ୍ଡଳୀ, ଗୁରୁ ପୁରା ମୂର୍ତ୍ତି ନୁହଁ, ଚିତ୍ର ନୁହଁ, ପ୍ରତିମା ଭିତରେ ସୀମିତ ହେଇ ସେ ରହନ୍ତି ନାହିଁ। ଗୁରୁ ହେଉଛନ୍ତି ଶକ୍ତି, ସେ ଏକ ଚେତନା, ସେ ଏକ ଚେତନା ଏବଂ ଶକ୍ତି ଜ୍ଞାନ କରିବା ଦରକାର। ଭଗବାନଙ୍କ ଠାରୁ ଯାହାଙ୍କ ସ୍ଥାନ ଉର୍ଦ୍ଧ୍ୱରେ, ବ୍ରହ୍ମା ବିଷ୍ଣୁ ମହେଶ୍ୱରଙ୍କ ଠାରୁ ଯାହାଙ୍କ ସ୍ଥାନ ଆହୁରି ଉର୍ଦ୍ଧ୍ୱରେ, ସେ କ'ଣ ସାଧାରଣ ଗୋଟେ ଚିତ୍ର ମୂର୍ତ୍ତି ପ୍ରତିମା ଭିତରେ ସୀମିତ ହେଇପାରନ୍ତି? ଯିଏ ବି ଏମିତି ଭାବୁଥିବେ ଆଉ ତାକୁ ସବୁକିଛି ଭାବି ସେଇଥିରେ କେବଳ ବୁଡ଼ିକି ରହିଥିବେ, ଚିତ୍ର ପ୍ରତିମା ମୂର୍ତ୍ତି ଗୁରୁଙ୍କର ମୂର୍ତ୍ତି ଚିତ୍ର ପ୍ରତିମା ଭିତରେ ବୁଡ଼ିକି ରହିଥିବେ, ତାକୁ ସବୁକିଛି ଭାବୁଥିବେ, ସିଏ କେବେ ଗୁରୁ କୃପା ପାଇପାରିବ ନାହିଁ। ମନେ ରଖନ୍ତୁ। ତେଣୁ ଗୁରୁଙ୍କର ଚିତ୍ର ନୁହେଁ, ତାଙ୍କ ଚରିତ୍ରର ପୂଜା କରିବା ଦରକାର। ମହାପୁରୁଷ ଅଚ୍ୟୁତାନନ୍ଦ ସେଇଥିପାଇଁ ଗୁରୁ ଭକ୍ତି ଗୀତାରେ କହିଲେ, ଯିଏ ବି ଏମିତି ହେଇକି ବୁଲୁଥିବେ, ଅନେକ କଳି ଯୁଗରେ ବୁଲୁଥିବେ, ମୋତେ ପୂଜା କର, ମୋ ପାଦ ପୂଜା କର, ମୁଁ ଯାହା କହୁଛି ତୁମେ ତାକୁ ପାଳନ କର, ମୁଁ ହେଉଛି ଗୁରୁ, ତୁମେ ହେଉଛ ଶିଷ୍ୟ, ମୁଁ ବଡ଼ ତୁମେ ଛୋଟ, ଇଏ କେବେ ସଦ୍ଗୁରୁ ନୁହଁ। ଆଉ ଯିଏ ବି ଏମିତି ଭାବି ଗୁରୁଙ୍କ କଥାରେ ସେଇଭଳି ମାର୍ଗରେ ଯାଉଥିବ, ସେଇ ଗୁରୁଙ୍କର ବାକ୍ୟକୁ ପାଳନ କରୁଥିବ, ସେ କେବେ ସୁଶିଷ୍ୟ ନୁହଁ ସମାଜରେ, ଦୁନିଆରେ। ତେଣୁ ମହାପୁରୁଷ କହୁଛନ୍ତି ସେ ଭଗବାନଙ୍କ ଠାରୁ ଆହୁରି ଉର୍ଦ୍ଧ୍ୱରେ ଗୁରୁ। ସେଇଥିପାଇଁ କହିଲେ ଏତେ ଗୁଣ ଶିଷ୍ୟ ବୋଲି ଜାଣିବ, ଏତେ ଗୁଣ ଶିଷ୍ୟ ବୋଲି ଜାଣିବ, ହେମନ୍ତ ଶିଷ୍ୟ ଭକତି ଗଣିବ, ହେମନ୍ତ ଶିଷ୍ୟ ଅପତି ଗଣିବ। ଯଦି ଜଣେ ଶିଷ୍ୟ ଗୁରୁଙ୍କୁ ଚିତ୍ର ପ୍ରତିମା ମୂର୍ତ୍ତି ଭିତରେ ନ ଦେଖିଲା, ତାକୁ ଚେତନା ବୋଲି ଭାବିଲା, ଭଗବତ ସ୍ୱରୂପ ବୋଲି ଭାବିଲା, ତାହେଲେ ତାକୁ ଜାଣିବ ଏତେ ବୋଲି ତୁମେ ସୁଶିଷ୍ୟ ତାକୁ ଭାବିବ। ଇଏ ହେଉଛି ଗୁରୁ ତତ୍ତ୍ୱ। କିନ୍ତୁ ଏଇ ଭାଗବତ ବାଣୀ ଅନୁସାରେ ଅଚ୍ୟୁତାନନ୍ଦ ମଧ୍ୟ ଆହୁରି ଗୋଟିଏ କଥା କହିଛନ୍ତି ପାପ ହରଣରେ। କ'ଣ କହିଲେ? ସଂସାର ମଧ୍ୟେ ଗୁରୁ ସାର, ସଂସାର ମଧ୍ୟେ ଗୁରୁ ସାର, ଗୁରୁଙ୍କୁ ନ ମାଣିବ ନର, ଗୁରୁଙ୍କୁ ନ ମାଣିବ ନର। ମହାପୁରୁଷ ଅଚ୍ୟୁତାନନ୍ଦ ଭାଗବତର ବାଣୀ ସହିତ ଏକମତ ହେଇ ଭାଗବତରେ ଯେଉଁ କଥା କୁହାଗଲା, ଗୁରୁଙ୍କୁ ମନୁଷ୍ୟ ଭିତରେ କେବେ ହେଲେ ଆମେ ମଣିଷ ମନେ କରିବା ଉଚିତ ନୁହେଁ, ମନୁଷ୍ୟ ଜ୍ଞାନ କରିବା ଉଚିତ ନୁହେଁ। ଶକ୍ତି ଏକ ଚେତନା। ଭାଗବତ ଯେଉଁ ବାଣୀ କହିଲେ ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ସେଇ କଥା କହୁଛନ୍ତି, ସଂସାର ମଧ୍ୟ ଗୁରୁ ସାର, ଗୁରୁଙ୍କୁ ନ ମଣିବ ନର। ଏ ରାମଦାସ, ଗୁରୁଙ୍କୁ ନର ଜ୍ଞାନ କରିବ ନାହିଁ। କହିଲେ ଅଖଣ୍ଡ ଗୁରୁ ଖଣ୍ଡ ନୋହେ, ଅଖଣ୍ଡ ଗୁରୁ ଖଣ୍ଡ ନୁହେଁ, ସର୍ବଦା ପ୍ରାତ ସୂର୍ଯ୍ୟମୟ, ସର୍ବଦା ପ୍ରାତ ସୂର୍ଯ୍ୟମଣେ। ଗୁରୁ ହେଉଛନ୍ତି ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରଂ ତତପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। ଦେଖନ୍ତୁ ଶାସ୍ତ୍ର କହିଲେ ସେ କ'ଣ ନା ଅଖଣ୍ଡ ମଣ୍ଡଳାକାରଂ। ସେ ଗୁରୁ ହେଉଛନ୍ତି ଅଖଣ୍ଡ, ଖଣ୍ଡିତ ନୁହନ୍ତି, ମଣ୍ଡଳାକାରଂ। ଆଉ ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରଂ, ଇଏ ସଚରାଚର ଜଗତରେ ଯିଏ ପରିଭ୍ରମଣ କରୁଥାନ୍ତି, ଆଉ ତତପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ ନମଃ। କିତି ତାଙ୍କର ସ୍ଥାନ ଉର୍ଦ୍ଧ୍ୱରେ, ଏଇଥିରୁ ଆପଣ ଜାଣିପାରୁଥିବେ ଏ ଜ୍ଞାନୀ ଗୁଡ଼ି ମଣ୍ଡଳୀ ଶୁଦ୍ଧି ଜାନେ। ତେଣୁ ମହାପୁରୁଷ ସେଇଥିପାଇଁ କହିଲେ ଗୁରୁ ହେଉଛନ୍ତି ଶ୍ରେଷ୍ଠ, ଗୁରୁ ହେଉଛନ୍ତି ମହାନ। ଏଇ ଜ୍ଞାନୀ ଗୁଣୀ ମଣ୍ଡଳୀ ଶୁଦ୍ଧି ଜାନେ। ଆଉ ଗୁରୁ ହିଁ ନରରୂପୀ ଈଶ୍ୱର, ସେ ସାକ୍ଷାତ ଭଗବାନ ନରରୂପୀ ଈଶ୍ୱର। ସିଏ କିଭଳି କେମିତି ବୋଲି ମହାପୁରୁଷ ଅଚ୍ୟୁତାନନ୍ଦଜୀ କି ନା ମନୁଷ୍ୟ ଚର୍ମଣାବଦ୍ଧ ସାକ୍ଷାତ ପରଂ ଶିବ ସ୍ୱୟଂ ସଚିଷ୍ୟାନୁ ଗ୍ରହାଞ୍ଚାୟ ଗୁଢ଼ଂ ପର୍ଯ୍ୟ ଚିତିକ୍ଷିତି। ଅର୍ଥ କ'ଣ? এই যে শ্লোকটি আমি গুরু গীতারে অছি আমি বলিলে ইয়ার অর্থ କ'ଣ না সাক্ষাৎ স্বয়ং পরমেশ্বর ঈশ্বর সদ শিষ্যମାନଙ୍କୁ অনুগ্রহ କରିବା ନିମିତ୍ତ ମନୁଷ୍ୟ ରୂପ ଧାରଣ କରି ପୃଥିବୀରେ ପ୍ରକଟ
ପ୍ରକଟିତ ଭାବରେ ବିଚରଣ କରିଥାନ୍ତି। କହୁଛନ୍ତି ସାକ୍ଷାତ ସ୍ୱୟଂ ପରମେଶ୍ୱର ଈଶ୍ୱର ସତ୍ ଶିଷ୍ୟମାନଙ୍କୁ ଅନୁଗ୍ରହ କରିବା ନିମିତ୍ତ ମନୁଷ୍ୟ ରୂପ ଧାରଣ କରି ପୃଥିବୀରେ ଅପ୍ରକଟ ଭାବରେ ବିଚରଣ କରିଥାନ୍ତି ସେ ଗୁରୁ। ତେଣୁ ଗୁରୁ ହିଁ ନରରୂପୀ ଈଶ୍ୱର ସମ, ନର ଶରୀର କିନ୍ତୁ ଈଶ୍ୱର ଜ୍ଞାନ କରିବା। ସେ ଗୁରୁ ରୂପରେ ଭଗବାନ ଆସିଥାନ୍ତି। କାହିଁକି? କର୍ମଫଳ, କପାଳ ଲିଖନ, ଭାଗ୍ୟ, ପ୍ରାରବ୍ଧ ଯଦି ୟା ଉପରେ ଆମର ବିଶ୍ୱାସ ଥିବ ନା, ଏ ଜ୍ଞାନୀ ଗୁଣୀ ମଣ୍ଡଳୀ ସୁଧିଆନି ୟାକୁ ଖଣ୍ଡନ କରିବାର ଶକ୍ତି, ଲାଘବ କରିବାର ଶକ୍ତି ସ୍ୱୟଂ ଭଗବାନଙ୍କର ମଧ୍ୟ ନାହିଁ। କାହିଁକି ନା ଥାଇ ପଛେ ଗୁରୁ ବଶିଷ୍ଠ ପଣ୍ଡିତ ନଟଳିଲା କରମ ଗତି, ପିତାଙ୍କ ମରଣ ସୀତାଙ୍କ ହରଣ ବନେ ପଡ଼ିଲା ବିପତ୍ତି। বনে পড়িলা বিপত্তি হে সুজনে, বনে পড়িলা বিপত্তি, বনে পড়িলা বিপত্তি হে সুজনে, বনে পড়িলা বিপত্তি। ପ୍ରଭୁ ରାମଚନ୍ଦ୍ର ଭଗବାନ ତ୍ରେତା ଯୁଗରେ ଅବତାର ନେଇଥିଲେ ନା ଦଶରଥ ନନ୍ଦନ ପ୍ରଭୁ ରାମ ଅଯୋଧ୍ୟାପୁରୀରେ। ଭଗବାନ ହେଲେ କ'ଣ ହେଲା? 14 ବର୍ଷର ଜଙ୍ଗଲର ଦୁଃଖ, ପିତା ଦଶରଥଙ୍କର ମରଣ, ସ୍ତ୍ରୀ ଜାନକୀର ହରଣ, ଏଇ ଯେଉଁ କର୍ମ ଗତିକି କ'ଣ ପ୍ରଭୁ ଲାଘବ କରିପାରିଲେ, ଖଣ୍ଡନ କରିପାରିଲେ, କାଟିପାରିଲେ? ନା, କାଟିପାରିଲେ ନାହିଁ। କର୍ମଫଳ ତ୍ରେତୟା ଯୁଗରେ ପ୍ରଭୁ ରାମ ଭଗବାନ ହିଁ ମଧ୍ୟ ଭୋଗିଲେ। କୃଷ୍ଣ କ'ଣ ହେଲା? ଗାନ୍ଧାରୀ ଅଭିଶାପ ଦେଲା। 18 ଦିନର ମହାଭାରତ ଯୁଦ୍ଧର ଅବଶେଷ ପରେ ଭଗବାନ କୃଷ୍ଣଙ୍କ ନିକଟରେ ଗାନ୍ଧାରୀ ଛିଡ଼ା ହେଇଥିଲା। ପାଣ୍ଡବମାନେ ସମସ୍ତେ ଉପସ୍ଥିତ ହେଇଥିଲେ। କୁରୁକୁଳ ବିନାଶ ହେଇଗଲା ନା, କୌରବମାନେ ବିନାଶ ହେଇଗଲେ। ପାଣ୍ଡବମାନେ 5 ଭାଇ କହିଲେ ଧୃତରାଷ୍ଟ୍ର ଏବଂ ଗାନ୍ଧାରୀ କି କହିଲେ, ଆପଣ ଦେଖନ୍ତୁ, ଆମକୁ ଭୁଲ ବୁଝିବେ ନାହିଁ, ଆପଣଙ୍କର ସମସ୍ତ ଦାୟିତ୍ୱ ଆମେ ହିଁ ଗ୍ରହଣ କରିବୁ। ଯେଭଳି ଆପଣଙ୍କୁ ଆପଣଙ୍କ ପିଲାମାନେ ଯେଭଳି ସମ୍ମାନ ଦେଉଥିଲେ, ଆମେ ଆଦ୍ୟରୁ ସେମିତି ସମ୍ମାନ ଦେଇଛୁ ଏବଂ ଭବିଷ୍ୟତରେ ମଧ୍ୟ ତୁମର ସନ୍ତାନ ନଥାନ୍ତୁ, ଆମେ ତୁମର ସନ୍ତାନ ତୁମକୁ ଯଥାଚିତ ସମ୍ମାନ ସହିତ ଆମେ ପାଖରେ ରଖିବୁ, ଆମ ପାଖରୁ ତୁମକୁ ଆମେ ଛାଡ଼ିବୁ ନାହିଁ। ଭଗବାନ କୃଷ୍ଣ ଛିଡ଼ା ହେଇଥିଲେ, କହିଲେ ହଁ ହଁ, ଆପଣ ବ୍ୟସ୍ତ ହୁଅନ୍ତୁ, ଭାବନ୍ତୁ ନାହିଁ, ଏ ମହାଭାରତ ଯୁଦ୍ଧ ପରେ ତୁମର ପିଲାମାନେ ମରିଗଲେ ଯାଇଥିଲେ ସୁଦ୍ଧା ଯେ ତୁମକୁ କିଏ ପଚାରିବନି, କିଏ ଅବହେଳା କରିବ, ହତାଦର କରିବ, ଇ କଥା ଭାବନା, ଇ କଥା ଚିନ୍ତା କର ନା। ଏ ପାଣ୍ଡବମାନଙ୍କୁ ମୁଁ ଭଲ ଭାବରେ ଜାଣିଛି, ସେମାନେ ତୁମ ଦାୟିତ୍ୱ ଠିକ୍ ଭାବରେ ସେମାନେ ତୁଲେଇବେ, ତୁମ ପ୍ରତି ତାଙ୍କର କର୍ତ୍ତବ୍ୟ ଯାହା ରହିଛି ସେ ତାହା କରିବେ। ଗାନ୍ଧାରୀ କହିଲେ, ହେ କେଶବ, ସିଏ ତ ପର କଥା ନା, ଏ ପର କଥା, କିନ୍ତୁ ଏ ଯୁଦ୍ଧରେ ଏ ପାଣ୍ଡବମାନଙ୍କୁ ମୁଁ ଦୋଷୀ କରୁନି ନା। ତୁମେ ଭାବୁଥିବ ଏ ପାଣ୍ଡବମାନେ ତୁମ ପୁଅକୁ ମାରିଦେଲେ, 5 ଭାଇ ତୁମ ପୁଅକୁ ମାରିଦେଲେ, ତାଙ୍କ ପ୍ରତି ଯଦି ବିଦ୍ୱେଷ ଭାବ ତୁମ ମନ ଭିତରେ ଥିବ, କ୍ରୋଧ ଥିବ, ସେ କ୍ରୋଧକୁ ତୁମେ ଶାନ୍ତ କରିଦିଅ। କାହିଁକିନା ଏମାନେ ତୁମର କର୍ତ୍ତବ୍ୟ, ତୁମ ପ୍ରତି ଯାହା ତାଙ୍କର କର୍ତ୍ତବ୍ୟ ରହିଛି ତାହା ପାଳନ କରିବେ। ଗାନ୍ଧାରୀ କହିଲା, ଏମାନେ ଯେ ମାରିଛନ୍ତି କି ନ ମାରିଛନ୍ତି ସେ କଥା ତୁମେ ଜାଣିଛ, ମୁଁ ଭଲ ଭାବରେ ଜାଣିଛି, ମୁଁ କାହିଁକି ତାଙ୍କୁ ଦାୟୀ କରିବି? ମୁଁ ଜାଣିଛି, ଏ କୃଷ୍ଣ, ଏ ମାଧବ, ମୋ ପିଲାମାନଙ୍କର ମୃତ୍ୟୁର କାରଣ ପ୍ରତ୍ୟେକ ରୂପରେ ଇଏ ହେଇଥିଲେ ମଧ୍ୟ ପରୋକ୍ଷ ରୂପରେ ତୁମେ ସବୁ ମାରିଛ ମୋ ପିଲାମାନଙ୍କୁ, ମୁଁ ଜାଣିଛି। ତୁମରି ପାଇଁ ମୋର ଆଜି ଗୋଟିଏ ମାର କୋଳଶୂନ୍ୟ ହେଇଗଲା। ମୋ ମା ନା କୁପୁତ୍ର ଜାୟତେ କ୍ୱଚିତ ବି କୁମାତା ନ ଭବତି। ମୁଁ ଗୋଟିଏ ମା, ମୋ ମାର କୋଳଶୂନ୍ୟ ହେଇଗଲା ତୁମରି ପାଇଁ। ତୁମେ ଚାହିଁଥିଲେ କ'ଣ ଗୋଟିଏ ଛୁଆ ମୋର ବଞ୍ଚି ନଥାନ୍ତା? ସେ ଦୁର୍ଯ୍ୟୋଧନଟି ମୋର ବଞ୍ଚି ଯାଇ ପାରିଥାନ୍ତା। ଆଖିରେ ଅନ୍ଧ ପୁଟଳି ବାନ୍ଧିଥିଲି, ଧୃତରାଷ୍ଟ୍ରକୁ ଯେତେବେଳେ ବିବାହ କଲି ସେ ତ ଅନ୍ଧ ଥିଲେ, ମୁଁ ଆଖିରେ ସେଇଥିପାଇଁ କପଡ଼ା ବାନ୍ଧିଦେଲି, ନେତ୍ର ମୁଦ୍ରିତ କରି ରହିଲି, ଆଖି ଖୋଲିଲେ ନାହିଁ। ଏବଂ ଯୁଦ୍ଧର ଯେତେବେଳେ
परिणाम मुहूर्त आसे अपराह्न समय ए युद्धर शेष समय मुझे तो कौन कही मो पुत्र को जा स्नान सारी आसबू देहर तोर वस्त्र रहा रे दुर्योधन आ तू आसबू ना माँ मु तो सामना को देहर वस्त्र न ढांकी सेमती गोटे आसबि ना छोट बेले जमी तू वस्त्र पिंधु नथिलु उलग्न होमती मो सामने गोटे माँ सामने पुओ से छोट कौन बड़ कौन छोट बेले जमी थी से भाव मो पाक आसबू स्नान सारिकी से मो पुआ आसी मो पाक कि बाटर तुम्हें कौन कल बाटरे तुम्हें एभली कपट कल एभली माया कल जे गोटे माँ सामना को तू जीवु से तोर माँ जननी जिते जहाँ भी से गोटे नारी तू गोटे पुरुष माँ हो पारे कि से गोटे नारी पाक तू पुरुष जीव पुणी देहर वस्त्र ना उलग ना तुम मन को यहाँ पाऊँच तो मन को दुर्योधन पाऊँच एभली तुम्हें माया कल हे केशव मायाधर ये मायाधर एभली तुम्हें माया कल मो पिला दुर्योधन कौन कला ना कदली पत्र घोड़े की आसला पिंधिकी आसला आ जितेबाला नेत्र मु वस्त्र खोलीदेली मोर जो नेत्रटी बुझी होता बंद होता ता भर जो शक्ति थिला जो साधना मु करी मो सतीत्वर पराकाष्ठा बल तार शरीर सब वज्रसम हो गला किंतु यही अंगटी तार दुर्बल हो रहा जेहेतु मोर ज्योति ता उपर पड़ा ना आ तुम्हें कौन कल हे माधव ये कथा तुम्हें जानी चाहिए मो बकटे छुआ को मो पे गोटे तो रखिदे पारि था समस्ते मरीगले गोटे रखिदे पारि था कि कौन कल भीम को से रहस्य कहीदे ना तुम्हें बोले महापुरुष अच्युतानंद जी की जिते मो पुओ सहित भीमर गदा युद्ध होता गदा युद्ध जिते भीम परास्त होता कहीं शरीर वज्र हो जाए मो पुअर मोर दिव्य दृष्टि ता ऊपर पड़ी किंतु ये अंशटी दुर्बल अच्छी ये कथा तुम्हें जानी मु जानी कौन कल बकटे छुआ रखिल ना संकेत दल ये अंगरे प्रहार कर गदा प्रहार कर जानु भग्न कर पकईदेला मो पुओ तेणु हे केशव हे माधव मु जानी तू मोर वंश बुड़ेछु तुम्हें मोर वंश विनाश कर देइछ माया करिकी हे मायाधर मु आज गोटे नारी सती नारी जदि मोर सतीत्वर पराकाष्ठा टी मो भीतर थी मुझे मन प्राण रे परपुरुष चिंता करी नथिबी ताले मु आज तुमको अभिशाप दउछि जिमती मोर वंश विनाश होती मो आखि आगे मो कुलनाश होती सेमती तो आखि आगे तो कुलनाश हो जाओ तो वंश कहीं रही ना ये अभिशाप गांधारी देदेले क्या ना भगवान कृष्ण देना तेणु भगवान चाही कौन खंडन करें ना तेणु अभिशाप गांधारी देला भगवान भोगिले यदुवंश विनाश हो गला के जड़े द्वारिका नाश जीव मोर निवास मात्र थीव मोर निवास मात्र थीव मोर निवास मात्र थीव जड़े द्वारिका नाश जीव मोर निवास मात्र थीव सेमती तोर यदुवंश विनाश हो तो वंश कहीं रे ना भगवान कहले हे माँ जा हो मो काम को तुम्हें आउ टे सहज करदेल मु भावुली चिंता करुली जे मो पिला हेले कौन हम आ से बहुत दुष्ट हो कुपथरे जाइछन्ति बहुत अन्याय अनीति से माने कौन ना अन्याय अनीति बुटिकी रही पापाचार बुटिकी रही अधर्म बाटर जाइछन्ति कहीं धर्म स्थापन करने मोर अवतार होना धर्मर स्थापना करी अधर्मर विनाश करी दुष्ट दलन करी सन्थ पालन करी ये मोर अवतार ना द्वापर जुगर कृष्ण अवतार धर्मर स्थापन करी अधर्मर विनाश में जदि अवतार मो पिला माने अधर्म बाटर अनीति बाटर कुकार्य जाइए कौ बाटर मारि से बाट मु खोजुली जहाँ मो बाट को मो कार्य को तुम्हें सहज सरल करदेल ये अभिशाप देकर मूल नाश मु तो चाहूली नाश हो जाते अधर्मर विनाश हो धर्मर जय हो तेणु भगवान मध्य निज कर्म फल कपाल लिखन हस्तरेखा भाग्यरेखा ताको मध्य खंडन करि पारि नाहांती ये सुधीजने ज्ञानी गुणीमंडली अप्रिय सत कर्म फल कपाल लिखन भाग्य प्रारब्ध भगवान मध्य खंडन करि नाहांती भगवान जितेबाला जन्म होती तो देवकीर बंदीशाला आसिक पहुँचते सठी ठाकुराणी
କହିଲେ ପ୍ରଭୁ ଆପଣ ନା ତୁମେ କୁଆଡ଼େ ଆସିଲେ ଦେବି ନା ଆପଣଙ୍କର ଜନ୍ମ କୁଣ୍ଡଳୀ ଲେଖିବି। ଯିଏ ଜନ୍ମ ହୁଅନ୍ତି ତାଙ୍କର ଜନ୍ମ କୁଣ୍ଡଳୀ ଲେଖେ, କ'ଣ କରିବେ, କେମିତି କେତେ ବର୍ଷ ବଞ୍ଚିବେ, କ'ଣ କ'ଣ କର୍ମ କରିବେ ଏସବୁ ଲେଖେ ମୁଁ। ଭାଗ୍ୟ ଫଳ କପାଳ ଲିଖନ ଯଦ୍ଧା ତା ହାଲ ପଟି ଲିଖିତମ ତତ୍କର୍ମ ଅନୁସାରେ ଫଳ। ଆଚ୍ଛା 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 ହଉ ମୋର ଲେଖିବ, ହଉ କ'ଣ ଲେଖିବ ମୋତେ ଟିକେ କହିଦେଇକି ଯିବ। ସତୀ ଠାକୁରାଣୀ ଲେଖି ସାରିଲା ପରେ ଏଇ ସମୟରେ ଭଗବାନ କହିଲେ ଲେଖା ଲେଖି ସରିଗଲା ନା? ହଁ ନା ଆଚ୍ଛା ହଉ କୁହ, କାହାକୁ ତ ତମେ କୁହନି, ମୋର ଟିକେ କୁହ ମୋ ଜୀବନଯାତ୍ରା କେମିତି ସବୁ ହବ। ନା ଆପଣ ଜୀବନଯାତ୍ରା ମାନେ ବଡ଼ ଭାଗ୍ୟବାନ ଆପଣ। ସମସ୍ତ ଗ୍ରହମାନେ ଯେତେବେଳେ ଉଚ୍ଚରେ ଥିଲେ ସେତେବେଳେ ଆପଣଙ୍କର ଜନ୍ମ ହେଇଛି। ହେ ପ୍ରଭୁ, ଗୋଟିଏ ମା ଏଠିନୁ ଆଉ ଗୋଟା ମା କୋଳରେ ଆପଣ ଖେଳିବେ, ଯଶୋମତୀଙ୍କ କୋଳରେ। ସେଠି ଗୋପୀମାନଙ୍କ ସହିତ କେତେ ରାସରସ କରିବେ। ପୁଣି ସମୁଦ୍ର ଗର୍ଭରେ ଉଆସ ତିଆରି କରି ଦ୍ୱାରିକା ଭୁବନ ତିଆରି ହେବ, ସେଠାରେ ଆପଣ ରାଜା ହେଇକି ରହିବେ ଦ୍ୱାରିକାର। କେତେ ଲୀଳା ଖେଳା କରିବେ, 14 ଭୁବନରେ ଆପଣଙ୍କର ନାମର ଜୟକାର ପଡ଼ିବ। ନା ଆଚ୍ଛା କନକ୍ଲୁଜନ୍, ଶେଷ କଥାଟା ମୋର ଶେଷ କେମିତି ହେବ? ନା ପ୍ରଭୁ କାହିଁକି ପଚାରିଲେ? ନା ନାଇଁ କୁହ। ନା ଅପ୍ରିୟ ସତ ଏହି ଯେ ପ୍ରଭୁ ଆପଣ ମଲାବେଳେ ଆପଣଙ୍କ ପାଟିରେ ପାଣି ଦେବା ପାଇଁ ଆପଣଙ୍କ ବଂଶରେ କେହି ନଥିବେ। ତେଣୁ କର୍ମ ଫଳ କପାଳ ଲିଖନ ଭାଗ୍ୟ ପ୍ରାରବ୍ଧ ଏଥିରୁ ଆମେ ଜାଣିଲେ ୟାକୁ ଖଣ୍ଡନ କରିବାର ଶକ୍ତି ସ୍ୱୟଂ ଭଗବାନଙ୍କର ନାହିଁ, କିନ୍ତୁ ଆକୁ ଜଣେଇ ଖଣ୍ଡନ କରିପାରନ୍ତି ସେ ଅଛନ୍ତି କିଏ? ଅଚ୍ୟୁତାନନ୍ଦ ମହାପୁରୁଷ ମାଳିକାରେ ଲେଖିଲେ, କହିଲେ ଗୁରୁ ଯେ ଅଟନ୍ତି ପରମ ଈଶ୍ୱର ସିନା ନର ରୂପ ଧାରୀ, ସିନା ନର ରୂପ ଧରି ହେ ସୁଜନେ ସିନା ନର ରୂପ ଧରି। ଶିଷ୍ୟକୁ ନିସ୍ତାର କରିବା ପାଇଁ କି ବିଗ୍ରହ ରୂପେ ବିହାରୀ। ଶୁଣ ସୁଜନେ ଗୁଣୀ ବେଳ କାଳ ଆସି ଲାଡ଼ି ହେ ଶୁଣ ସୁଜନେ ଗୁଣୀ। ସୁଧୀୟନେ ଜ୍ଞାନୀ ଗୁଣୀ ମଣ୍ଡଳୀ, ଆଜି ତ ସମୟ ହେଇଛି ଆସନ୍ତା ଅଧ୍ୟାୟରେ ବିଷୟ ଆମେ ଆଲୋଚନା କରିବା। ତ ଆସନ୍ତୁ ଆଜି ପାଇଁ ବାଣୀକି ବିରାମ ଦେବା ଶ୍ରୀ ପ୍ରଭୁଙ୍କର ନାମ ନେଇ। ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍। ଜଗନ୍ନାଥ 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 ପାହି ମାମ୍, ଜଗନ୍ନାଥ 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 ରକ୍ଷ ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍। ମହାବାହୁ 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 ପାହି ମାମ୍, ମହାବାହୁ 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 ରକ୍ଷ ମାମ୍। ଓಂ ନମୋ ଭଗବତେ ବାସୁଦେବାୟ, ଓಂ ନମୋ ଭଗବତେ ପୁରୁଷୋତ୍ତମାୟ। ଓಂ ନମୋ ଭଗବତେ ବାସୁଦେବାୟ, ଓಂ ନମୋ ଭଗବତେ ପୁରୁଷୋତ୍ତମାୟ। ସୁଧୀୟନି ଜ୍ଞାନୀ ଗୁଣୀ ମଣ୍ଡଳୀ, ଆଜି ପାଇଁ ଆସନ୍ତୁ ବାଣିକି ଏଠାରେ ବିରାମ ଦେବା, ପୁଣି ଆସନ୍ତା ଅଧ୍ୟାୟରେ ଭେଟ ହେବା। ରହୁଛୁ ହରି ଓମ୍ ଶାନ୍ତି 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 ସର୍ବାରିଷ୍ଟ ସୁଶାନ୍ତିରେ ଭବତୁ। ପ୍ରାର୍ଥନା ଆମ ଆନନ୍ଦର ଉତ୍ସ।